प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ନମସ୍କାର ଜଣାଉଛି। ଆଜି ଦିନରେ ଆପଣଙ୍କୁ ଦେଖି ମୁଁ ବହୁତ ଆନନ୍ଦିତ ଅଟେ। ଏହି କାରଣରୁ ପ୍ରଭୁ ଯୀଶୁ ଆପଣଙ୍କ ସହ ପ୍ରତିଦିନ କଥା ହେଉଛନ୍ତି, ଏଣୁ ମୁଁ ବହୁତ ଆନନ୍ଦିତ ଅଟେ। ଆଜି ମଧ୍ୟ ତାହାଙ୍କ ବାକ୍ୟ ଆପଣମାନଙ୍କ ପାଇଁ ସେ ରଖିଅଛନ୍ତି। ଏଥିପାଇଁ ପରମେଶ୍ୱର ଆଜି ଆପଣଙ୍କ ସମ୍ମୁଖରେ ମୋତେ ଠିଆ କରାଇ କହୁଅଛନ୍ତି। କ'ଣ ସେ ବାକ୍ୟ ଆଜି ଦେଉଅଛନ୍ତି? ଗୀତ ସଂହିତା 145ର 8 ପଦକୁ ଆମ୍ଭେମାନେ ପଢ଼ିବା। ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ମହାନ। ଏଠାରେ ଆମ୍ଭେମାନେ ବାଇବଲର ପରମେଶ୍ୱରଙ୍କ ବିଷୟରେ ଦେଖିବାକୁ ପାଉଛୁ। ବାଇବଲର ପରମେଶ୍ୱରଙ୍କ ସମ୍ବନ୍ଧରେ ଭିନ୍ନ ଭିନ୍ନ ଲୋକମାନଙ୍କର ଭିନ୍ନ ଭିନ୍ନ ମତାମତ ଆମ୍ଭେମାନେ ଶୁଣିଅଛୁ, କିନ୍ତୁ ପ୍ରକୃତରେ ଯେଉଁମାନେ ପରମେଶ୍ୱରଙ୍କ ସମ୍ବନ୍ଧୀୟ ଜ୍ଞାନ ରଖିଅଛନ୍ତି, ପ୍ରାରମ୍ଭରେ ସେମାନେ ଈଶ୍ୱରଙ୍କ ଭୟ କରନ୍ତି ବୋଲି ଆମ୍ଭେମାନେ ଦେଖିବାକୁ ପାଉ। ଯେଉଁମାନେ ଈଶ୍ୱରଙ୍କ ଭୟ କରିଥାନ୍ତି ସେମାନେ ହିଁ ଈଶ୍ୱରଙ୍କ ସମ୍ବନ୍ଧୀୟ ଜ୍ଞାନକୁ ପାଇଥାନ୍ତି, ପୁଣି ତାହାଙ୍କୁ ଜାଣିପାରିଥାନ୍ତି। ତେବେ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି, ପ୍ରଥମରେ ଈଶ୍ୱର ଯେ ଦୟାଳୁ କୃପାବାନ ଅଟନ୍ତି, କ୍ରୋଧରେ ଧୀର, ସ୍ନେହଶୀଳ, ଏହା ସେମାନେ ଭଲ ଭାବରେ ଜାଣିଥାନ୍ତି। ତାହାଙ୍କ ଦୟା କେଉଁମାନଙ୍କ ପାଇଁ? ଯେଉଁମାନେ ପାପକୁ ସ୍ୱୀକାର କରି ଛାଡ଼ି ଦିଅନ୍ତି, ସେମାନଙ୍କ ପ୍ରତି ପରମେଶ୍ୱର ଅତ୍ୟନ୍ତ ଦୟାଳୁ। ତାହାଙ୍କ ଦୟା ଚିର ଅସୀମ, ଚିର ଅନୁଗ୍ରହରେ ସେ ଯିଏ ଅନୁଗ୍ରହ କରିବା ଈଶ୍ୱର ଅଟନ୍ତି। ଏହା ଆମେମାନେ ପବିତ୍ର ବାଇବଲରୁ ଦେଖିବାକୁ ପାଉଛୁ। ପବିତ୍ର ବାକ୍ୟ ବାଇବଲରେ ଆମେମାନେ ଦେଖିବାକୁ ପାଇଲୁ, ପଢ଼ିବାକୁ ପାରିଲୁ ଯେ ପରମେଶ୍ୱର ଅତ୍ୟନ୍ତ ସ୍ନେହଶୀଳ, ପୁଣି କୃପାବାନ ଦୟାଳୁ ପରମେଶ୍ୱର ସେ ଅଟନ୍ତି। ଏଣୁ ଆମେମାନେ ଯଦି ଜୀବନରେ କୌଣସି ଦୟା ନ ପାଇବାର କାମ କରିଅଛୁ ବୋଲି ଭାବୁଛୁ, ତେବେ ଆମ୍ଭମାନଙ୍କର ପାପ ସବୁକୁ ଯଦି ଆମେମାନେ ସ୍ୱୀକାର କରିବା, ତାହାଙ୍କ ଦୟା ସେ ଆଜି ମଧ୍ୟ ଆମ୍ଭମାନଙ୍କ ପ୍ରତି ରଖିଛନ୍ତି। ସେ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଏଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି, ତାହାଙ୍କ ଦୟାର ସ୍ୱଭାବକୁ ଆପଣମାନେ ନିହାତି ବୁଝନ୍ତୁ। ଯେହେତୁ ତାହାଙ୍କ ଦୟା ଆମ୍ଭମାନଙ୍କ ପାଇଁ ପ୍ରତି ପ୍ରଭାତରେ ନୂତନ, ତାହାଙ୍କ କରୁଣା ନୂତନ ଅଟେ। ସେ ଦୟା କରିବାରେ ଅତ୍ୟନ୍ତ ବିଶାଳ, ବହୁତ ବଡ଼ ଈଶ୍ୱର ଅଟନ୍ତି। ତାହାଙ୍କ ଦୟାକୁ ବୁଝିବା ଦରକାର। ଏକ ବ୍ୟକ୍ତି ବାଇବଲରେ ଆମେମାନେ ଦେଖିବାକୁ ପାଉ, ପ୍ରଭୁ ଯୀଶୁଙ୍କ ନିକଟକୁ ଆସି ସେ ଏହିପରି କହୁଛନ୍ତି, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଆପଣ ଦୟା କରନ୍ତୁ। ପୁଣି ପ୍ରଭୁ ଯୀଶୁ ତାଙ୍କ ପ୍ରତି ଅନାଇଲେ, ପୁଣି ତାଙ୍କୁ ଦୟା କରିଥିବାର ଆମେମାନେ ଏହା ପଢ଼ିବାକୁ ପାଉ। ତାହାଙ୍କ କରୁଣା, ତାହାଙ୍କ ଦୟା ସକାଶୁ ତ ଆଜି ଆମ୍ଭେମାନେ ଧରାପୃଷ୍ଠରେ ଜୀବନଯାପନ କରିବାରେ ସକ୍ଷମ ହୋଇପାରିଛୁ। ତାଙ୍କ ଦୟାକୁ ଆପଣମାନେ ଜାଣନ୍ତୁ, ଜୀବନରେ ଭଲରେ ରୁହନ୍ତୁ। ଆମେମାନେ ଆଉ ଗୋଟିଏ ସ୍ତ୍ରୀଙ୍କ ବିଷୟରେ ବାଇବଲରେ ଦେଖୁଛୁ ନୂତନ ନିୟମରେ। ସେହି ସ୍ତ୍ରୀ ପ୍ରଦୋର ରୋଗଗ୍ରସ୍ତ ଭାବରେ ବହୁତ ପୀଡ଼ିତ ଥିଲା। ପ୍ରାୟ 12 ବର୍ଷ ହେବ ତାହାର ଏହି ରୋଗରେ ସେ ଥିଲା। କିନ୍ତୁ ଦିନେ ସେ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣି ଚିତ୍କାର କରି ତାହାଙ୍କ ନିକଟକୁ ସେ କୌଣସି ନା କୌଣସି ପ୍ରକାର ଆସିଲା। ପୁଣି ମନେ ମନେ କହୁଥିଲା ଯେ ମୁଁ ଯୀଶୁଙ୍କର ଝୁମ୍ପା ଯଦି ଛୁଇଁବି, ମୁଁ ନିଶ୍ଚୟ ମୋହର ରୋଗରୁ ନିଶ୍ଚିତ ଭାବେ ସୁସ୍ଥତା ପାଇବି। ଏଣୁ ସେ ତାହାର ବିଶ୍ୱାସ ଅନୁସାରେ ସେ ଏହା କହୁଥିଲା, ମୁଁ ଯଦି ଝୁମ୍ପାକୁ ଛୁଇଁବି, ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବି। ତାହାର ବିଶ୍ୱାସ ଅନୁସାରେ ପ୍ରଭୁ ଯୀଶୁ ମଧ୍ୟ ତାହାଙ୍କ ପ୍ରତି ଦୟା କରିଲେ, ପୁଣି ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲେ। କିନ୍ତୁ ସ୍ତ୍ରୀ ଜଣକ ଅଶୁଚି ରୋଗରେ ପୀଡ଼ିତ ହୋଇଥିବାରୁ ସେ କମ୍ପୁଥିଲା। ଭୟରେ ସେ ବହୁତ କମ୍ପମାନ ହେଉଥିଲା। ଯେହେତୁ ଯଦି ସେ ଯୀଶୁଙ୍କୁ ଛୁଇଁବ ବା କାହାରିକୁ ମଧ୍ୟ ଛୁଇଁବ, ସେ କାଳର ନିୟମ ଅନୁସାରେ ସେମାନେ ମଧ୍ୟ ଅଶୁଚି ଲୋକମାନଙ୍କ ଦଳରେ ଗଣାଯିବେ। ପ୍ରଭୁ ଯୀଶୁ ଆଜି ମଧ୍ୟ ଆପଣା ଲୋକମାନଙ୍କୁ, ଆମ୍ଭେମାନେ ଯେ ତାହାଙ୍କ ଲୋକମାନେ, ଆମ୍ଭମାନଙ୍କୁ ସେ କହୁଅଛନ୍ତି, ତୁମ୍ଭେମାନେ ମୋହର ପୁତ୍ର ଏବଂ କନ୍ୟାମାନେ ଅଟ। ଏଣୁ କୌଣସି ବିଷୟର ଅସୁବିଧା ହେଲେ, କୌଣସି ସମସ୍ୟା ହେଉନା କାହିଁକି, ଏହା ପ୍ରଥମେ ଜାଣିବା ଦରକାର ଯେ ପରମେଶ୍ୱର ପିତା ଆମ୍ଭମାନଙ୍କ ନିମନ୍ତେ ଅଛନ୍ତି। ପୁଣି ତାହାଙ୍କ ଦୟା ଅସୀମ ଅଟେ। ସେହି ଦୟାରେ ସେ ଆଜି ମଧ୍ୟ ଆମ୍ଭମାନଙ୍କୁ ଦୟା କରିବା ନିମନ୍ତେ ସକ୍ଷମ ଅଟନ୍ତି। ପୁଣି ସେ ନିଶ୍ଚୟ ଆମମାନଙ୍କୁ ଦୟା କରିବେ। ଏଣୁ ପରମେଶ୍ୱର ଯେ ସ୍ନେହଶୀଳ, କୃପାବାନ, ଦୟାରେ ମହାନ, ଅତୀବ ତାହାଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ସେ ରଖି ଆସିଅଛନ୍ତି। ଏହାକୁ ବୁଝି ଆମମାନଙ୍କର ସମସ୍ତ ଦୁଃଖକୁ, କଷ୍ଟକୁ, ଯନ୍ତ୍ରଣାକୁ, ଅଭାବକୁ ତାହାଙ୍କ ଚରଣରେ ଯଦି ଆମ୍ଭେମାନେ ଥଇବା, ସେ ନିଶ୍ଚୟ ଆଜି ମଧ୍ୟ ଆମ୍ଭମାନଙ୍କ ଦୟାକରି ସମ୍ଭାଳିବେ। ଆମର ସମସ୍ତ ଭାର ବୋଝକୁ ସେ ବହନ କରିବେ। ଆସନ୍ତୁ ଆମେମାନେ ସମର୍ପିତ ହୋଇ କହିବା,
हे पिता परमेश्वर मु विश्वास करूछि तुम्भे दयालु अट स्नेहशील अट कृपावान अट एणु तुम्भर दया को मो जीवन रे पुणी जेते लोक प्रभु यही वाक्य देखौछन सेमानक जीवन रो अनुभव करिया पई सहाय्य कर तुमे निश्चय प्रार्थना शुणियछ धन्यवाद दे यीशुଙ୍କ नाम रे मागुछु आमेन आमेन।